ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି ଏବଂ ପାକିସ୍ତାନୀମାନଙ୍କୁ ଦେଶ ଛାଡ଼ିବା ସମ୍ପର୍କରେ। ଅପରେସନ ସିନ୍ଦୁର ପରେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇଲା। ତଥାପି ମେ 10 ସନ୍ଧ୍ୟା 5ଟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ସମୟରେ ଆଜି ଅର୍ଥାତ୍ ମେ 11ରେ ଚେନାବ ନଦୀ ଉପରେ ନିର୍ମିତ ବନ୍ଧରୁ ମଧ୍ୟ ପାଣି ଛଡ଼ାଯାଇଛି। ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ସେ ଚେନାବ ନଦୀ ଉପରେ ନିର୍ମିତ ଦୁଇଟି ବନ୍ଧ ମାଧ୍ୟମରେ ପାଣିକୁ ବନ୍ଦ କରିଦେଇଥିଲା। ଏହି କାରଣରୁ ପାକିସ୍ତାନରେ ଚେନାବ ନଦୀର ଜଳସ୍ତର ହ୍ରାସ ପାଇଲା ଏବଂ ଏହା ଶୁଖିବାକୁ ଲାଗିଲା। ଭାରତ ପାଣି ଯୋଗାଣ ବନ୍ଦ କରିବା ପରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଲା। ଏବେ ଭାରତ ଚେନାବ ନଦୀ ଉପରେ ନିର୍ମିତ ସଲାଲ ଏବଂ ବାଗଲିହାର ଡ୍ୟାମ୍ର ଅନେକ ଗେଟ୍ ଖୋଲି ଦେଇଛି। ଏପରି ପରିସ୍ଥିତିରେ ପାକିସ୍ତାନରେ ଏବେ ବନ୍ୟା ସମ୍ଭାବନା ପ୍ରକାଶ ପାଉଛି। ଭାରତ ପାର୍ଶ୍ୱରୁ ଗେଟ୍ ଖୋଲିବା ପରେ ଶୁଖିଲା ଅଞ୍ଚଳର ସବୁଠି ପାଣି ଦେଖାଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ସିନ୍ଧୁ ଜଳ ଚୁକ୍ତିନାମା ଏବେ ବି ସ୍ଥଗିତ ରହିଛି। ଗତ ସପ୍ତାହରେ ହିଁ ଭାରତ ଚେନାବ ନଦୀର ପାଣି ବନ୍ଦ କରିଦେଇଥିଲା। ଏଥିରେ ପ୍ରଥମେ ବାଗଲିହାର ଡ୍ୟାମ୍ ଏବଂ ତାପରେ ସଲାଲ ଡ୍ୟାମ୍ ବନ୍ଦ କରି ପାଣି ବନ୍ଦ କରାଯାଇଥିଲା। ଜାମ୍ମୁ କାଶ୍ମୀରରେ ହୋଇଥିବା ସାମ୍ପ୍ରତିକ ବର୍ଷା ପରେ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇଥିବା ବିଶ୍ୱାସ କରାଯାଉଛି। ଏହି କାରଣରୁ ଡ୍ୟାମ୍ ଗେଟ୍ ଗୁଡ଼ିକୁ ଖୋଲିବାକୁ ପଡ଼ିଲା। ତଥାପି ଡ୍ୟାମ୍ ଗେଟ୍ ଖୋଲିବା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।